20টি ମୁଦ୍ରା ପ୍ରଦାନ କରିଛନ୍ତି। ସେଇ ଜଗତର ନାଥ ଜଗନ୍ନାଥ କାଳିଆ ଶାନ୍ତ ତାଙ୍କ ଚଲା ପଥରେ କୁସୁମ ବୃଷ୍ଟି କରନ୍ତୁ। ଲକ୍ଷ୍ମୀ ପଦ୍ମମାଳା ପଦ୍ମା କମଳା ଶ୍ରୀ ହରିପ୍ରିୟା ଇନ୍ଦିରା ଲୋକମାତା ମା କ୍ଷୀରାବ୍ଦି ତନୟା ମା ଲକ୍ଷ୍ମୀ ତାଙ୍କ ଭଣ୍ଡାର ଘର ପରିପୂର୍ଣ୍ଣ କରନ୍ତୁ। ଆମ ଭଳିଆ ଦରିଦ୍ରକୁ ଏମିତି ଦଉଥାନ୍ତି। ତେଣୁ ପ୍ରଭୁ ସମସ୍ତଙ୍କର ମନସ୍କାମନା ମା ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ଏ ଗ୍ରାମରୁ ଅଗ୍ନି ଭୟ ଚୌର ଭୟ ବ୍ୟାଧି ଭୟକୁ ଦୂରୀଭୂତ କରି ଏ ଅନୁଷ୍ଠାନକୁ ଦୀର୍ଘାୟୁ କରନ୍ତୁ। ସର୍ବେ ବୋଲାନନ୍ଦେ ହେ ମହାପ୍ରଭୁ କଥା ରହିଛି କୋଉଠି ନା ବାଙ୍କା ଦାସଙ୍କ ଲେଖାରୁ ଆଜି ପଦୁଟିଏ ରାମ ଡାକିଲେ। କେମିତି ଡାକିଲେ? କେମିତି କଲା ମାଛ ମୁଣ୍ଡ ପାଳିକା ଆଲୋ ମାଛ ମୁଣ୍ଡ ପାଳିକା ମାଛ ମୁଣ୍ଡ ପାଳିକା ଗିରିରାଜ ବାହାରିକା ମାଛ ମୁଣ୍ଡ ପାଳିକା ଗିରିରାଜ ବାହାରିକା ମାଛ ମୁଣ୍ଡ ପାଳିକା ଗିରିରାଜ ବାହାରିକା ମାଛ ମୁଣ୍ଡ ପାଳିକା ଆଲୋ ମୋକ୍ଷ କର ଜଲ ବକ୍ଷରେ ବିରାଜ 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 ଦକ୍ଷ ରାଜ ହିମଗିରି କାଳିକା ମା ଯାହା ହବା କଥା ହେଲାନି ଆଉ କାହାକୁ ପରୀକ୍ଷା କରିବୁନି ନାଇଁ। ରାମ କହିକି ଗଲେ ମା ପାର୍ବତୀ ମନ୍ଦିରକୁ ଗଲା। ଏଇ ସମୟରେ ଶିବ ମନା କଲେ କୁଆଡେ ନା ମନ୍ଦିରକୁ ଯିବିନି ନା ତୁ ପରା ପରୀକ୍ଷାରେ ଫେଲ ହେଇଛୁ ଆଉ କଣ ମନ୍ଦିରକୁ ଯିବୁ? ତୁ ଯୋଉ ବାଟେ ବାଟେ ଆସିଥିଲୁ ସେଇ ବାଟେ ବାଟେ ଯା। ପୁଅରେ କାନ୍ଦିଲା ମୋ ମା ପାର୍ବତୀ କହିଲା ମୁଁ ରହିବି କୋଉଠି ନା ଯିଏ ପ୍ରଭୁଙ୍କୁ ପରୀକ୍ଷା କଲା ତାର ସ୍ଥାନ ନାହିଁ। ବିନା ସକାଳେ ବିପରୀତ ବୁଦ୍ଧି ହେଲା। ଆମେ ତ ବାପା 3 ଯୁଗ କଥା କହିପାରିବାନି ନାଇଁ। ଆମ ଯୁଗରେ ଗୋଟା ସାରଥୀ ବାବା ବାହାରିଥିଲା ଆଉ ତା ଅବସ୍ଥା ଭଲ ଅଛି ନାଇଁ ସାର୍। କହିଲା ମୁଁ ଜଗନ୍ନାଥଙ୍କ ଉପରେ ହରେ ପୁଅ ଆଜ୍ଞା ଯାହାର କେହି ନାହିଁ ତାର କାଳିଆ ଭରସା। ତୁ ସାରଥୀ ଏତେ ଆଗକୁ ପଳେଇବୁ ଏମିତି ଗୋଟିଏ ଚାବି ମୋଡ଼ିଲା ଯେ ସାରଥୀ ଅଖା ଧଉଛି ଗୁଣ ଗାଉଛି ଆଉ ଚାରିପଟ ପୋଡା ରୁଟି ଖାଇ ଖାଇ ଦିନ ଗଲାଣି। ସାରେ ସିମେଣ୍ଟ ଗାଈ କ୍ଷୀର ଦଉଛି। ତେଣୁ ଧନରେ ଏଇଠି ପ୍ରଭୁ କହନ୍ତି ପ୍ରଥମେ ଏକ ବ୍ରହ୍ମ ଥିଲା ଦ୍ୱିତୀୟ ପ୍ରକୃତି ହୋଇଲା ପ୍ରକୃତି ତାହାକୁ କହି ଜ୍ଞାନ ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି ହବ ସାଗରୁ ତରିଯାନ୍ତି। ତେଣୁ ଧନରେ ଯିଏ ପ୍ରଭୁଙ୍କୁ ପରୀକ୍ଷା କରେ ତେଣୁ ବିନା ସକାଳେ ବିପରୀତ ବୁଦ୍ଧି। ତେଣୁ ହେ ପାର୍ବତୀ ଆଉ ମନ୍ଦିରରେ ସ୍ଥାନ ନାହିଁ। ଆଜ୍ଞା ପାର୍ବତୀ କାନ୍ଦିବାକୁ ଲାଗିଲା। ଏଇ ସମୟରେ ପାର୍ବତୀଙ୍କ ପୁତ୍ର ଆସିକି ପହଞ୍ଚିଲେ। ଆରେ ପାର୍ବତୀଙ୍କ ପୁତ୍ର କିଏ? ଗଲା ସର୍ବବିଘ୍ନ ବିନାଶାୟ ସର୍ବମଙ୍ଗଳ ହେତବେ ପାର୍ବତୀ ପ୍ରିୟ ପୁତ୍ରାୟ ଗଣେଶାୟ ନମଃ। ଗଣେଶ କହିଲା କଣ ଚାଲିଛି ନା ତୋ ବାପା ମତେ ମନ୍ଦିରରେ ସ୍ଥାନ ଦଉନାହାନ୍ତି ନା କାହିଁକି ତୋର ତ ଦୋଷ ଥବ। ଏଇଠି ମୋ ମା ସବୁ କଥା କହିଲା। କହିଲା ପରେ ଗଣେଶ କହିଲେ ବାବା ଯାହା ତ ହବା କଥା ହେଲାନି ଏବେ ମା କୁ ମନ୍ଦିର ପାଖରେ ଗୋଟେ ଟିକି ମନ୍ଦିର ଟିଏ କରିଦିଅ ସେଇ ମନ୍ଦିରରେ ସିଏ ରହୁ। ପାର୍ବତୀ କାନ୍ଦିଲେ ଗଲା ରେ ବାପା ରହିବ ଠାକରେ ମା ରହିବ ଠାକରେ ମୁଁ ବଞ୍ଚିବି କେମିତି? ତେଣୁ ହେ ମୋର ବିଦଗ୍ଧ ଶ୍ରୋତା ମଣ୍ଡଳୀ ସେଇଦିନ ଶିବ କହିଲେ ତୁ ସୀତା ପାଠରେ ଅବତୀର୍ଣ୍ଣ ହେଇଥିଲୁ ତୁ ହେଲୁ ମୋ ମା। ମୁଁ 364 ଦିନ ତୋତେ ମା ରୂପରେ ପୂଜା କରିବି। ଏ ପୁହା କଲା ବରଷ କେକ ଦିନ ହୋଇବ ମିଳନ ଆରେ ରସ କଷୁଥିବ ବସି ପରା ସୁବୁଧି ସୁଜନ। ବର୍ଷକୁ ଗୋଟିଏ ଦିନ ଶିବ ପାର୍ବତୀଙ୍କର ମିଳନ ହୁଏ। ମୋ ସାହେ ଦିନଟି କୋଉ ଦିନ
হ্যাঁ শীতল ষষ্ঠী সেই দিনটি হচ্ছে শীতল ষষ্ঠী হ্যাঁ তেଣୁ ଶୀତଳ ଷଷ୍ଠୀ ଦିନ ମୋ ମା ବାପାଙ୍କର ମିଳନ ହେଇଥାଏ হ্যাঁ ପରେ হ্যাঁ ଆଜି ସେଇ ପରିସ୍ଥିତି ହେଇଛି আও ଆଜି ମୋ ବାପା ମାଙ୍କର ମିଳନ ହେଇଛି ପବିତ୍ର হ্যাঁ ମଝିଆ ଖଣ୍ଡ ଦାଣ୍ଡରେ এ ନାଁଟି ହଉଛି ଜରିପାଟଣା হ্যাঁ ନାଇଁ କି হ্যাঁ ଆଦ୍ୟ ଅକ୍ଷର ହେଲା ଜ হ্যাঁ ପ୍ରାନ୍ତ ଅକ୍ଷର ହେଲା ନା হ্যাঁ ମିଶେଇ ଦେଲା ହେଲା ଜଣା হ্যাঁ জনা ତେଣୁ ହେ ମହାପ୍ରଭୁ এ ଆଜି ସବୁ କଥା ଜଣା ପଡିଛି ଜଣା ପଡିଛି ଦୋଳ ପୂର୍ଣ୍ଣିମା ତିଥି ହଁ ମୋ ପ୍ରଭୁଙ୍କର ଚାଲିଛି ନାମ କୀର୍ତ୍ତନ ହଁ ଏଇଠି ପାର୍ବତୀ ହଁ କାନକୁ ଧରି ପକେଇଲେ ହଁ କହିଲା ପ୍ରଭୁ ହଁ ସ୍ୱଭାବେ ନାରୀ ଜନ୍ମ ପାଇ ହଁ ଧର୍ମ ଅଧର୍ମ ନ ଜାଣ ନ ଜାଣଇ ମୁଁ ତ କିଛି ଜାଣିନି କହୁ କହୁ କହିଦେଲି ହଁ ରାମଙ୍କ ଠେଇ ଏତେ ପାୱାର ଅଛି ଅଛି ମତେ ଦୀପଦ ରାମ କଥା କହ ହଁ ମୁଁ ସେଇ ରାମ କଥାକୁ ଶୁଣିଲେ ହଁ ମୋ ନାରୀ ଜନ୍ମଟା ସାର୍ଥକ ହେଇଯିବ ହଁ ପରେ ହଁ ଏଇଠି ଶିବ ଚିନ୍ତା କଲେ ହଁ କହିଲେ ଯାହା ହଉ ତ କହିଲାନି ନା ପ୍ରଭୁ କଥା ଶୁଣିବା ପାଇଁ ହଁ ତେଣୁ ହେ ମୋର ବିଚାର କମଣ୍ଡଳୀ ଏ ଗଲା ହରି କଥାରେ ଯାହାର ଶ୍ରଦ୍ଧା ତାକୁ ନ ଲାଗେ ଭବ ବାଧା ତାକୁ ନ ଲାଗେ ଭବ ବାଧା ତାକୁ ନ ଲାଗେ ଭବ ବାଧା ଆରମ୍ଭ ହେଲା ରାମ କଥା ହଁ ବାପାରେ ଶିବ କହୁଛନ୍ତି ହଁ ମା ପାର୍ବତୀ ଶୁଣୁ ହେଲା ଚାଲିଛି କୈଳାସ ଉପରେ ହଁ ମୋ ପ୍ରଭୁର ଆଲୋଚନା ଶିବ କହିଲେ ପାର୍ବତୀରେ ହଁ 14 ବର୍ଷ ପରିସମାପ୍ତି ହେଇଯାଇଛି ହଁ ଭାଇ ଭାର୍ଯ୍ୟାଙ୍କୁ ସାଙ୍ଗରେ ଧରି ହଁ ମୋ ମର୍ଯ୍ୟାଦା ପୁରୁଷ ରାଘବେନ୍ଦ୍ର ସରକାର ହଁ ଆଜି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଛି ହେଲା ଅଯୋଧ୍ୟାର ସିଂହାସନ ଉପରେ ହଁ ମୋ ରାମ ହବ ରାଜା ହଁ ପ୍ରଜାମାନଙ୍କର ଆନନ୍ଦ କହିଲେ ନ ସରେ ହେ ସମସ୍ତେ ଅପେକ୍ଷା କରିକି ଅଛନ୍ତି ହଁ ମୋ ରାମ କେମିତି ରାଜା ହବ ହଁ ପରେ ହେ କୁଳଗୁରୁ ବଶିଷ୍ଠ ହଁ ଇଏ ଅଭିଷେକ ଜଳ ସିଞ୍ଚନ କରି ସାରିଲେଣି ହଁ ସିଂହାସନଟି ସୁସଜ୍ଜିତ କରାଗଲାଣି ହଁ ବାବା ହେ ରାଜକୀୟ ବେଶଭୂଷାକୁ ପରିଧାନ କରି ମର୍ଯ୍ୟାଦା ପୁରୁଷ ରାଘବେନ୍ଦ୍ର ସରକାର ହଁ ଆଜି ବାହାରି ପଡ଼ିଛନ୍ତି ରାଜା ହେବା ପାଇଁ ହଁ ଆଜି ଯେମିତି ଆମ ଗାଁଟି ଉତ୍ସବ ମୁଖରିତ ହେଇଛି ହଁ ସେଦିନ ଆଜ୍ଞା ଅଯୋଧ୍ୟା ବି ସେମିତି ହେଇଥିଲା ହେଲା ଯେମିତି ଆଜି ବୃନ୍ଦାବନ ଉତ୍ସବ ମୁଖରିତ ହେଇଛି ହଁ ଇଏ ବି ଆଜି ବୃନ୍ଦାବନ ହଁ ଆଜି ଏଠି ଆମେ ଯେତେ ବସିଛେ ହଁ ଭାଇରେ ମନରୁ ଟିକେ ଗର୍ବ ଅହଙ୍କାରକୁ ପରିତ୍ୟାଗ କରିଦିଅ ହଁ ପ୍ରଭୁ ପାଖରେ ଶରଣାପନ୍ନ ହେଇଯା ହଁ କଣ ସଂସାର ଅଛି କଣ ନେଇକି ଯିବା ବେଶ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ କହନ୍ତି ହଁ ନ କର ଧନ ଜନ ଗର୍ବ ନିମିଷତ ହରିତମ କାଳ ସର୍ବ ହଁ ମାୟେଦୌ ନିଖିଳ ହିତ୍ୟା ବ୍ରହ୍ମ ପଦ ପ୍ରବିଶ୍ୱାସ ବିଦ୍ୟୁତ ହଁ ଯାହାକୁ ଧନ ବୋଲି ଅର୍ଜନ କରିଛେ ହଁ ଆଖି ବୁଝିଲେ କେହି ଧନ ଦେବେନି ହଁ ଯୋଉ ଶରୀରଟାକୁ ନେଇକି ଗର୍ବ କରୁଛେ ହଁ ଆଖି ବୁଝିଲା ପରେ ଆକୁ ମରା ବୋଲି କହିବେ ହଁ ତେଣୁ ଯେତିକି ସମୟ ଆମେ ପ୍ରଭୁ କାର୍ଯ୍ୟରେ ମନକୁ ଦେଇଦବା ହେଲା ହଜିଯିବା ମଜିଯିବା ହଁ ତେଣୁ ହେ ମୋର ବିଚାର କମଣ୍ଡଳୀ ଏ ସେଇ ପ୍ରଭୁ ପାଖରେ ଶରଣାପନ୍ନ ହେଇଗଲେ ହଁ ସବୁ ଦାୟିତ୍ୱ ପ୍ରଭୁ ନେଇଯାଏ ମନ ଭଜି ଯା ରାମ ନାମ ଯୋଧାର ଯା ମନ ଭଜି ଯା ରାମ ନାମ ଯୋଧାର ଯା ରାମ ନାମ ନ ଭଜିଲେ ରାମ ନାମ ନ ଭଜିଲେ ରାମ ନାମ ନ ଭଜିଲେ ରାମ ନାମ ନ ଭଜି ମରଣେ କାଳ ସମନ ମନ ଭଜି ଯା ମନ ଭଜ ଚାରା ଯା ମନ ଭଜି ଯା ରାମ ନାମ ଭଜ ଚାରା ଜୟ କୃଷ୍ଣ ଦୀନ ବନ୍ଧୁ ନବ ଜୟ ଧର ଭଜି ଯା ଭଞ୍ଜନ ବାନା କରୁଣା ସାଗର ଭଜି ଯା ଜୟ ଜୟ ଦୀନ ବନ୍ଧୁ ନୀଳାଚଳ ମୁଦ୍ରା ଭଜି ଯା ଅନନ୍ତ ବାସୁକି ପରେ ତାର ଯୋଗ ନିଦ୍ରା ଭଜି ଯା ଜୟ ଜୟ ଦୀନ ବନ୍ଧୁ ଜୟ ଚକାଖି ଭଜି ଯା ଘଣ୍ଟ ଘୋଡ଼ାଇ ରଖିଲ ଭରତିଆ ପକ୍ଷୀ ଭଜି ଯା ଜୟ ଜୟ ଦୀନ ବନ୍ଧୁ ଜୟ ଚକା ଡୋଳା ଭଜି ଯା ଉଠାଇ
ଶିବ କହୁଛନ୍ତି ମୋ ମା ପାର୍ବତୀ ଶୁଣୁଛି। କହିଲା ପାର୍ବତୀ ରେ ମୋ ରାମ ରାଜକୀୟ ବେଶଭୂଷାକୁ ପରିଧାନ କରି ଆଜି ଧୀରେ ଧୀରେ ଅଯୋଧ୍ୟା ଦାଣ୍ଡରେ ଚାଲିଛନ୍ତି। ଅଯୋଧ୍ୟା ପ୍ରଜା ମାନଙ୍କର ହରିବୋଲ ହୁଳହୁଳିରେ ଆଜି ଅଯୋଧ୍ୟା ଆକାଶ ପ୍ରକମ୍ପିତ ହଉଛି। ସ୍ୱର୍ଗପୁରରେ ଦେବତା ମାନେ କୁସୁମ ବୃଷ୍ଟି କରୁଛନ୍ତି। ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଆଜି ହବ ରାଜା। ତେଣୁ ଧନ ଇଏ କିଛି ବାଟ ଲୋକ ଗହଳିରେ ଯିବା ଭିତରେ এই গহଳି ভিতରୁ ଗୋଟିଏ ଶବ୍ଦ ଆସିଲା କହିଲା ରହିଯା ରାମ ମୋ ପ୍ରଶ୍ନର ଉତ୍ତର ନ ଦେଲା ପର୍ଯ୍ୟନ୍ତ ତମେ ଅଯୋଧ୍ୟା ସିଂହାସନରେ ବସି ପାରିବନି। ଚମକି ପଡ଼ିଲେ ନା ପଦ୍ମ ପଲାଶ ନୟନରୁ ଯୋଡ଼ିଏ ଧାର ଲୁହ ବୋହିଗଲା। କଲା କେଡ଼େ ହତଭାଗାଟା ମୁଁ ରାତି ପାଇଥିଲେ ରାଜା ହେଇଥାନ୍ତି। କେମିତି ଗୋଟିଏ ମା କହିଲା ମୁଁ ବନବାସ ଗଲି ଆଜି ରାଜା ହବାକୁ ଯାଉଛି। ଗୋଟେ ମା ମତେ ମନା କରିଛି ତୁ ରହିଯା ସତ ଧିକ୍ ମୋ ଜନ୍ମ। ପଦ୍ମ ପଲାଶ ନୟନରୁ ଲୋତକ ଧାର ପୋଛିଦେଲା ରାମ। ଦେଖିବି ସେ ମା ଜଣକ କିଏ। ମୋ ରାମ ଯେତେବେଳେ ପଛକୁ ଚାହିଁ ଦେଲା ଭାଇରେ ମା କିଏ ଗଲା ଗର୍ଭଧାରୀ କଉ ଶଲ୍ୟା କରୁଛି କ୍ରନ୍ଦନ ମୋ ପ୍ରଶ୍ନର ଉତ୍ତର ଦେଲା ପରେ ତୁ ଯାଇକି ହବୁ ରାଜା। ମା ତୋ ପ୍ରଶ୍ନ କଣ? ନା ରାମରେ ଗୋଟା ନାରୀର ସବୁଠାରୁ ମୂଲ୍ୟବାନ ସମ୍ପଦ ତା ଶଙ୍ଖା ଆଉ ତା ସିନ୍ଦୁର। ଏ ରାମ ତୁ ଯୋଉ ଦିନ ବନବାସକୁ ଗଲୁ ଗଣି ଗଣି ଯୋଉ ଦିନ 6 ଦିନ ହେଇଗଲା କଲା ବନବାସ ଷଢ଼ ଦିନ ମୋର ଶଙ୍ଖା ସିନ୍ଦୁର ଗଣି ଗଣି ଯୋଉ ଦିନ 6 ଦିନ ହେଇଗଲା ମୋ କପାଳୁଟା ଫାଟିଲା ରେ ରାମ। ତୋ ବାପା ଆର ପାରିକି ଚାଲିଗଲେ ମୁଁ ବିଧବା ହେଇଗଲି। ରାମ ତୋ ପାଇଁ ପ୍ରଶ୍ନ ହେଲା ତୋ ଭଳିଆ ପୁଅକୁ ଜନ୍ମ ଦେଇ ତୁ ପରା ପରମ ବ୍ରହ୍ମ। ତେଣୁ ତୋ ପାଇଁ ପ୍ରଶ୍ନ ରହିଲା ରାମ କାହିଁ ପାଇଁ ରାମଚନ୍ଦ୍ର ରେ ଆରେ ବିଧବା ମୁଁ ହେଲି ବିଧବା ମୁଁ ହେଲି ବିଧବା ମୁଁ ହେଲି ରାମ ବିଧବା ମୁଁ ହେଲି ରେ ବିଧବା ମୁଁ ହେଲି। କେଉଁ ପାଇ ତୋ ପାଶେ କେଉଁ ପାଇ ତୋ ପାଶେ କି ଦୋଷ ମୁଁ କଲି ରେ କି ଦୋଷ ମୁଁ କଲି କି ଦୋଷ ମୁଁ କଲି ରାମ କି ଦୋଷ ମୁଁ କଲି ରେ କି ଦୋଷ ମୁଁ କଲି। ରାମ ତୋ ପାଇଁ ପ୍ରଶ୍ନ ମୁଁ ବିଧବା କାହିଁକି ହେଲି ଏ ପ୍ରଶ୍ନ ସମାଧାନ କଲେ ତୁ ଯାଇକି ରାଜା ହବୁ। ରାମ ହାତ ଯୋଡ଼ିଦେଲା କହିଲା ମାଲୋ ଲିଖିତ ଭାଲ ପଟେ କର୍ମ ଅନୁସାରେ ଫଳ ଯିଏ ଯେମିତିଆ କର୍ମ କରିବ ବାପାଲୋ ସେ ସେମିତିଆ ଫଳ ପାଇବ।
ନା କଣ ହଁ ନା କର୍ମ କରିବ ନାନା ମତେ ହଁ ଫଳିବ କର୍ମର ଆୟ ଆୟତେ ନା ରେ କଣ କହୁଛୁ ହଁ ନା ଇଏ ହଉଛି ବାପାଙ୍କର କର୍ମ ଫଳ ହଁ ବାପାଙ୍କୁ ବ୍ରହ୍ମ ଅଭିଶାପ ଥିଲା ହେଲା ଚମକି ପଡିଲା ମା କୌଶଲ୍ୟା ହଁ ଆରେ ବ୍ରହ୍ମ ଅଭିଶାପ କଣ କଣ ନା ମନ ଦେଇକି ଶୁଣ ଶୁଣୁ ଧରା ପୃଷ୍ଠରେ ବିରାଜମାନ କରିଛି ଋତୁରାଜ ବସନ୍ତ ବସନ୍ତ ବହି ହେଲା ରସ କଲ୍ଲୋଳ ହଁ କବି ହେଲେ ଦିନ କୃଷ୍ଣ ଦାସ କେମିତି ବସନ୍ତ ଆସିଲା ଏମିତି କହିଲା କୁସୁମ ସମୟ ହୋଇଲା ଉଦୟ ଆରେ ଦକ୍ଷିଣା ପବନ ବହିଲା ଦକ୍ଷିଣା ପବନ ବହିଲା ରେ ଭଲା ଦକ୍ଷିଣା ପବନ ବହିଲା ଆରେ କାମଦେବ ଦୂତ ହୋଇ ମହାବତରେ ଆରେ ଦକ୍ଷିଣ ସହରରେ ଆଇଲା କନ୍ଦର୍ପ ଦର୍ପ ହୋଇଲା ଅତିଶୟ ସୟ এই ସମୟରେ ହେ ଅଯୋଧ୍ୟାର ରାଜା ହଁ ଦଶରଥ ଯାଇଛନ୍ତି ମୃଗୟାକୁ ହଁ ଏପଟେ ଅନ୍ଧ ଅନ୍ଧୁଣୀ ବାପ ମାକୁ ବସେଇ ଦେଇ ଠିକ ପୁଅରେ ଶ୍ରବଣ ଯାଇଛି ଜଳ ପାଇଁ ହଁ ଇଏ ଯେତେବେଳେ ଜଳପାତ୍ରକୁ ଭର୍ତ୍ତି କରିଛି ଝରଣା ଭିତରେ ବାପାରେ ଶବ୍ଦ ଶୁଭିଛି କଣ ମାଲୋ ଠିକ ବାପା ଭାବିଲେ ଗୋଟିଏ ମୃଗଟିଏ ଜଳପାନ କରିବା ପାଇଁ ଗଡ଼ିଛି 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 ସେଇ ଶବ୍ଦକୁ ଲକ୍ଷ୍ୟ କରି ହଁ ବାପାରେ ଛାଡ଼ି ଦେଇଛି ହଁ ହଉ ହଉ ତାଙ୍କ ଘର ଭିତରେ ଓ ତାଙ୍କ ଘର ବିଷୟରେ ଠିକ 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 ରେ ବାପା ହଁ ଆରେ ଧନ ଠିକ ସିଏ ଯୋଉ କଥା ଆଲୋଚନା କରୁଥିଲେ ଠିକ ହଁ ଘର କଣ ଘର ଘର କଣ ଏଇଠି ତ ରହିଣି କଥା ଆଉ ହଁ ତାର ଘର ଘରେ ଏ ଆମର ହଁ ନିରାକାରପୁର ନିକଟବର୍ତ୍ତୀ ଗୋଟିଏ ଗାଁ ଅଛି ଛୋଟିଆ ଗାଁଟେ ମର୍ମର ସିଂ ହଁ ବାପା ମରମର ସିଂ ଯାଇଥିଲେ ଏବେ କୀର୍ତ୍ତନ କରି ହଁ ସିଏ ଗାୟକ ମାନଙ୍କୁ ପରୀକ୍ଷା କରିବା ପାଇଁ 3ଟା ପ୍ରଶ୍ନ ଲେଖିକି ଓଳେଇଥିଲେ ହେଲା ପ୍ରଥମ ପ୍ରଶ୍ନ ହଁ ତୋ ବୋପା ବାଇଶ ବର ଗଛ ହଁ ତୋ ମା ମରୁ ହଁ ତୋ ସ୍ତ୍ରୀ ବିଧବା ହଉ ହଉ ପୁରାଣରେ କୋଉଠି ଅଛି କୋଉଠି ଅଛି କୁହ ହଁ ଦ୍ୱିତୀୟ ନମ୍ବର ପ୍ରଶ୍ନ ହଁ ସବୁ ରାଣ୍ଡି ପୁଅ ଛକରେ ଭେଟ ଭେଟ ରାଣ୍ଡି ପୁଅ ଅନନ୍ତା କିଏ କିଏ ପୁଅରେ ହଁ 3 ପ୍ରଶ୍ନ ହଁ 12 ହାତ ଲୁଗା ଚିରିଗଲା 13 ହାତ ପର୍ଯ୍ୟନ୍ତ ମପା ହବ କେମିତି କେମିତି ତେଣୁ ପ୍ରଭୁ ହଁ ଏ ଭଳିଆ ପ୍ରଶ୍ନ କୋଉଠି ଅଛି ପୁଣି ସଂସାରରେ ବାହାର କରିବାକୁ ପଡିବ ପଡିବ ହଉ ତେଣୁ ବାବା ଏ ମୌସାଲ ହଁ ଇଏ ହଉଛି ମା ପୀଠ ପ୍ରଭୁ ପୀଠ ହଁ ଆମେ ପରେ କଥାବାର୍ତ୍ତା ହବା ହଁ ଯୋଉ ଘରକୁ ନେଇକି ଆମେ କଥାବାର୍ତ୍ତା ହଉଛେ ଏ ସିଏ କଣ ଆମର ହଁ ଏ ପୁଅ କଲା ଧନ ବୋଲି ଯାକୁ ରଖିଛୁ ସାଇ ଧନ ବୋଲି ଯାକୁ ରଖିଛୁ ସାଇତି ଧନ ନୁହେଁ ସେ ତ କଣ୍ଟା ବିଛୁଆ ଧନ ନୁହେଁ ସେ ତ କଣ୍ଟା ବିଛୁଆ ହେ ମହାପ୍ରଭୁ ହଁ ଅନ୍ଧ ଅନ୍ଧୁଣୀକୁ ବସେଇ ଦେଇ ହେଲା ସେଦିନ ଶ୍ରବଣ ଯାଇଛି ଜଳ ପାଇଁ ହଁ ଛାଡି ଦେଇଛନ୍ତି ବାପା ସରଟାକୁ ବାଜି ଯାଇଛି ଶ୍ରବଣ ବକ୍ଷରେ ହଁ ଚିତ୍କାର କରି ଉଠିଛି ହଁ ମୁଁ ତ କାହାର କିଛି ଦୋଷ କରିନି ମତେ ମାରିଲା କିଏ କିଏ ଏଇ ମାନବ କଣ୍ଠସ୍ୱରକୁ ଶୁଣି ହଁ ପରେ ପହଞ୍ଚି ଗଲେ ରାଜା ରାଜା କହିଲେ ହେ ଋଷି କୁମାର ହଁ ମୁଁ ଜାଣିକି ମାରିନି ହଁ ମୁଁ ଅଜ୍ଞାତରେ ମାରିଛି ହେ ମତେ ଅଭିଶାପ ଦିଅ ଦିଅ ପରେ ହଁ ସେଇଠି ଶ୍ରବଣ କହିଲା ହଁ କହିଲା ରାଜା ତୁ ନହୁ ଅଭିଭ୍ରମ ଅଭିଭ୍ରମ ଏ ମୋର ଅଟିଲା କରମ। ରାଜା ହଁ ତମେ ବିଭ୍ରମ ହୁଅ ନା ଓ ନା
এটা হচ্ছে মো পূর্ব অর্জিত কর্ম কর্ম কোন পূর্ব অর্জিত কর্ম কোন না মু এমতি দিনে নির্দোষরে গোটা কপতটাକୁ মারিଥିଲି হ্যাঁ তার যেତେବେଳେ প্রাণবায়ু যাইছি হে এ প্রাণবায়ু ଯିବା ପୂର୍ବରୁ হ্যাঁ সে মতো অভিଶାପ দেলা দেলা কলা মতে যেমতি লুଚିকি নির্দোষরে মাইলু মাইলু তোতে জনে নির্দোষরে মারি মারিব তেଣୁ রাজা হ্যাঁ ଆଜି ସେଇ ଅଭିଶାପଟା ମୋ ଉପରେ ପଡିଛି হ্যাঁ ତମେ ବ୍ୟସ୍ତ ହ ନା হ্যাঁ ହେଲେ ଗୋଟେ ଦୁଃଖ କଥା ରହିଲା ମୋ ପାଇଁ ଟିକେ ସାହାଯ୍ୟ କରିବ হ্যাঁ ନା କଣ ସାହାଯ୍ୟ কোন ନା ଅନେକ ଦୂରରେ ମୋ ଅନ୍ଧ ଅନ୍ଧୁଣୀ ବାପା ମା ବସିଛନ୍ତି হ্যাঁ ଏଇ ଜଳ ଟୋପାକ ନେଇକି ଦେଇଦବ ଟିକେ ଦେଇଦବ କାହିଁକି ଏ ନା ଏ ବନସ୍ତରୁ ସେ ବନସ୍ତକୁ କାନ୍ଧରେ ଧରି ବୁଲିବାର କିଛି ମୂଲ୍ୟ ରହିଲାନି নাই ଭାଇମାନେ হ্যাঁ ମୋ ପ୍ରଭୁର ନାମ ସଂକୀର୍ତ୍ତନ ଚାଲିଛି হ্যাঁ ପୁଅ ଜନ୍ମ ହେଇ হ্যাঁ ଅନ୍ତିମ ସମୟରେ ଯୋଉ ପୁଅ ବାପା ମାଙ୍କୁ ଦର୍ଶନ କରିପାରେ ନା হ্যাঁ ଅନ୍ତିମ ସମୟରେ ଯୋଉ ପୁଅ ବାପା ମାଙ୍କ ମୁଖରେ ଟିକେ ଜଳ ଦିଏ ନା হ্যাঁ ଅନ୍ତିମ ସମୟରେ ଯୋଉ ପୁଅ ବାପା ମାଙ୍କ ମୁଖରେ ଟିକେ ମୁଖାଗ୍ନି ଦିଏ ନା ହେଲା ସେଭଳିଆ ପୁଅ କିଛି ଆବଶ୍ୟକତା ନାହିଁ ନାହିଁ ଯିଏ ବାପା ମାଙ୍କୁ ଘରେ ପକେଇ ଦେଇ হ্যাঁ ଯାଇକି ଭୁବନେଶ୍ୱରରେ ଦିଲ୍ଲୀରେ ରହନ୍ତି হ্যাঁ ଅନ୍ତିମ ସମୟରେ ବାପା ମା ପାଖକୁ ଆସନ୍ତି ଏ ସେଭଳିଆ ପୁଅ ଜନ୍ମ ହେବା ଆବଶ୍ୟକ ନାହିଁ নাই ସେଦିନ କହିଥିଲେ ରାମ হ্যাঁ ମାଲୋ ও ତୋ ଭଳିଆ ମା ଜନ୍ମ ହଉ হ্যাঁ ଆଉ ମୋ ଭଳିଆ ପୁଅ ଜନ୍ମ ହଅନ୍ତୁନି হ্যাঁ ଯୋଉ ପୁଅ ବାପା ମାଙ୍କୁ କନ୍ଦେଇ ଦିଏ হ্যাঁ ସେ ଭଳିଆ ଅଯୋଗ୍ୟ ଜନ୍ମ ହବା ଦରକାର ନାହିଁ নাই ଠିକ ଦ୍ୱାପର ଯୁଗରେ କୃଷ୍ଣ କହିଲେ ଯଶୋଦାକୁ কোন কইলে କହିଲେ ମା হ্যাঁ ତୋ ଭଳି ମା ଜନ୍ମ ହଉ হ্যাঁ ଆଉ ମୋ ଭଳିଆ ପୁଅ ଜନ୍ମ ହଅନ୍ତୁନି নাই ପୁଅରେ হ্যাঁ କଳି ଯୁଗରେ ଆଜିକ ଦିନରେ হ্যাঁ 24 ବର୍ଷ ବୟସ ହେଇଛି ମୋ ନିତ୍ୟାନନ୍ଦ ଗୌରାଙ୍ଗକୁ হ্যাঁ କାନ୍ଦୁଛି ସଚି ନିମାଇରେ ও ଇଏ ବୁଢୀ କାଳରେ ମତେ ତୁ ଛାଡିକି ଯିବୁ ଯିବୁ ମୁଁ ଆଉ କାର ହେବି হ্যাঁ ଏଇଠି ଗୌରାଙ୍ଗ କହିଲେ ମାଲୋ ও ତୋ ଭଳିଆ ମା ଜନ୍ମ ହଉ হ্যাঁ ଆଉ ମୋ ଭଳିଆ ପୁଅ ଜନ୍ମ ହଅନ୍ତୁନି হ্যাঁ ଯିଏ ବାର୍ଦ୍ଧକ୍ୟ ସମୟରେ ବାପା ମାକୁ କନ୍ଦଉଛି হ্যাঁ ଶତଧିକ ପୁଅ ପଣିଆ ହେ ଯୁବକ ଭାଇମାନେ হ্যাঁ ନାମ ସଂକୀର୍ତ୍ତନ ଶୁଣୁଛେ হ্যাঁ ଏଠି କିଛି ନାହିଁ হ্যাঁ କୋଉଠି ଅଛି কোটি କଲା ଜିଅନ୍ତା ଦେବତା ମାଗୁଛି ତାକୁ ନ ପାରୁ ଦେଇ କେଉଁ ଦେବତାକୁ ପୂଜୁଛୁ ଘଣ୍ଟ ଘଣ୍ଟି ବଜାଇ କେଉଁ ଦେବତାକୁ ପୂଜୁଛୁ ଘଣ୍ଟି ଘଣ୍ଟି ବଜାଇ ଆରେ ଯା হ্যাঁ ସେଇ ଅଭୟ ଚରଣରେ ଶରଣ ପଶି ଯା হ্যাঁ ଯେତେକ ମାନସିକ ଧାରୀ ଅଛ ଭାଇ ଭଉଣୀ ମାନେ হ্যাঁ ଦେଖିବା ସତ କହିଲ ଏ ଏ ଘଟକୁ ବୁଡେଇଲା ପୂର୍ବରୁ হ্যাঁ କେତେ ଜଣ ବାପା ମାଙ୍କ ପାଦ ତଳେ ମୁଣ୍ଡିଆ ମାରିକି ଆସିଛ হ্যাঁ ନା ଏ ଖାଲି ଏଠି ଗେରୁଆ ବସ୍ତ୍ର ପିନ୍ଧିକି ଅରୁଆ ମାଡ଼ କଲେ ଲାଭ ନାହିଁ হ্যাঁ ନିଜ ଦେଉଳକୁ ଅନା হ্যাঁ ଆସୁଛି ଯାଉଛି କାଳିଆ ସୁନା হ্যাঁ ତା ନାମରେ ଉଡୁଛି ବାନା মানা ଆରେ ବାପା ମାଙ୍କ ଠାରୁ ଆଉ ଅଛନ୍ତି ଦେବତା କିଏ ଏ ତେଣୁ ଜଗନ୍ନାଥ ଦାସ ଲେଖିଲେ কোন କଲା ପିତା ମାତା ଗୁରୁ ବ୍ରାହ୍ମଣ হ্যাঁ କଳି ଯୁଗ ଦେବତା ପୂଜା କର ତାଙ୍କ ପୟର ମନେ ଘେନିର ଚେତା ঘেনিরো চেতারে ঘেনিরো ঘেনিরো চেতা ঘেনিরো চেতারে মানস এবে ঘেনিরো চেতা ଗୁରୁ ହଁ। ବ୍ରାହ୍ମଣ ହଁ। ପିତା ହଁ। ମାତା ହେଲା ଏ କଳି ଯୁଗରେ ବାପା ଏଇ 4 ଜଣ ହେଲେ ଦେବତା ଦେବତା ଆଉ ଦେବତା ନାହିଁ କେହି। নাই নাই ତେଣୁ ଧନ হ্যাঁ ତେଣୁ ଏତେ କଥା ଶୁଣିମା ଏ ଅତେବ ଉତ୍ତର ହଉଛି ବାପା ଆଉ ମା ମା ଯିଏ ବାପା ମାଙ୍କର ଆଶୀର୍ବାଦ ପାଇଛି হ্যাঁ ଭାଇ ମାନେ କୋଉଠି ଅଟକେଇ ପାରିବନି নাই ତେଣୁ ତାଙ୍କଠୁ ଯିଏ ଆଶୀର୍ବାଦ ପାଇଲନି আহা କଲା ବାପାଙ୍କର ପାଦ ପାଇଛି ପାଦ বাপাঙ্কর পাদ পাইছি পাবথ ମାର ପଣତ ଶ୍ରୀମନ୍ଦିର নেত মার পণত শ্রীমন্দির নেত ମୋ ମା ପଣତ କାନି ତଳେ হ্যাঁ
जो पिलाटा पशिଯିବ बाबा हाँ आउ एमिति को विपद अछि मो मां कानी ठारु के भिड़ी नै जीवो ना आउ ताको मनरे जदि आमे दुख दबा हे भाई माने ए आम जीवन पथ सदा बेले अंधार अंधार तेणु धन जेतिकी आज व्रत उपवास करिचे आसिला बेले सिना मुंडिया मारिने जेतेले घर को जीवन मां माने कि भाई माने ताको पाद तले टिके पड़ी जीवो ताको आशीर्वाद नबो देखिबो असंभवटा संभव हबो तेणु श्रवण कहिला राजा मु ए बनस्थ को से बनस्थ बुलेबार मूल्य किछि रहिला नहीं मु अंतिम समय मो बापा मां को मुहरे जल टोपाटा दे पारली अंतिम समय बापा मां को देखि पारली सत अधिक मो पुत्र जन्म मु आउ धैर्य धरि पारुनी नहीं ए सरटा को काढी दियो केतिकी कहि श्रवण कहिला कहला सर जो बळा रे मोर जळे सरवांग जळे सरवांग मोर जळे सरवांग हाजी छाती जाउछि हाजी छाती जाउछि तुमरी संग श्रवणर प्राणवायुटा उड़ी जाइए जलपात्र को हस्तर धरी मालो मो बापा जिते अंध अंधुणी निकट में पहुंची गले अंध कहूँ मते जल दे अंधुणी कहूँ मते जल दे दशरथ किसी उत्तर दौना समय उठीगला अंधमुनि श्रवण अरे अतीत जो गुराक अनुभव कर आज से गुरा अनुभव करुची आमे मरिबा को बसिलुनी तू बापा मां को संगे थट्टा खेलुछु मु अभिशाप देबी दशरथ तुंड खोलिले कहले हे मुनि श्रेष्ठ मु तुम श्रवण नुह ना ताहले तमे किए ना मु अयोध्यार राजा दशरथ ना मो श्रवण कुआरे गला ना मु श्रवण को मारी देछि विचारक मंडली जने हृदय फटे की कांदिबो आउ जने हृदय को चापी की कांदिबे ताले हृदय को फटे की कांदिबो किए बला के कांदिबो दिन दशरे कुमार के कांदिबो दिन बार के कांदिबो दिन बार रे कुमार के कांदिबो दिन बार अभिशाप देले कहले हे राजा अंतिम समय जेमती आम पुओ को आम देखि पारलु आम पुओ आम मुखरे टिके जल दे पारलानी ब्रह्म मु अभिशाप दउची तमे तम पुओ को देखि पारिबनी कि तम पाखरे को पुओ न थवे तम मुखरे केही पानी दे मालो एथरे तोर दोष नाही मोर दोष रहुची लिखित भाल पटे कर्म अनुसार सी जमितिया कर्म कर सी मंडली एति जिते बेले कहीदेले राम ये कौशल्या राम रे एभलिया कथा मु कौन जानी ना मालो सेतिकी नुह आउ गोटे कथा अच्छी ना से कथा कौन ना से दिन शनिश्वर सागर युद्ध चली शनिर कोपदृष्टि पड़ी आज बापा रथ पोड़ा को लगे तेणु जीवन विकल बामा बापा चित्कार कले किए कौटी अच रक्षा कर रक्षा कर
ଶୁଣି ପକେଇଲା ଜଣେ ସେ ଜଣକ କିଏ ସେ ଏ ପୁଅ ବାହାରେ ସିନା ପଚାରିଲେ ମୁଁ କହିବି